ମୁଁ ଭଗବାନ ପାତ୍ର, ମୋ ଘର ଏଇ ରତିପୁର। ଏଇ ଅତି ଐତିହାସିକ ଗ୍ରାମରେ ଯେଉଁ ସାକ୍ଷୀ ଗୋପୀନାଥ ମନ୍ଦିର ଅଛି, ଏଇଟା 1663 ମସିହାରେ ତତ୍କାଳୀନ ଗଜପତି ମୁକୁନ୍ଦ ଦେବ ଏଠାରେ ନିର୍ମାଣ କରିଥିଲେ ଏବଂ ଶ୍ରୀରାଧା ଶ୍ରୀକୃଷ୍ଣଙ୍କ ବିଗ୍ରହମାନ ସ୍ଥାପନ କରିଥିଲେ। କିନ୍ତୁ ଯେତିକି ବେଳେ ମୋଗଲ ଆକ୍ରମଣ ହେଲା 1731ରୁ ଆରମ୍ଭ ହୋଇକି ଯେତିକି ବେଳେ ବିଭିନ୍ନ ମନ୍ଦିର ମାନଙ୍କୁ ଭାଙ୍ଗିଦେଲେ, ତର୍କି ଖାଁ ତାର କମାଣ୍ଡୋ ମୋଗଲ କମାଣ୍ଡୋ ତର୍କି ଖାଁ ଭାଙ୍ଗିଦେଲେ। ସେତେବେଳେ କ'ଣ କଲେ ନା 1732 ମସିହା ଜାନୁଆରୀ 3 ତାରିଖରେ ଇଏ ବିଗ୍ରହ ମାନେ କାଳେ ଭାଙ୍ଗିଦେବେ, ସେଥିପାଇଁ ନେଇ ଚିଲିକା ନିକଟ କନ୍ତଳବାଇଠାରେ ସ୍ଥାପନ କଲେ ଏବଂ 1848 ମସିହାରେ ସେ କନ୍ତଳବାଇରୁ ପୁଣି ଯାଇ ସତ୍ୟବାଦୀ ଠାରେ ବର୍ତ୍ତମାନ ପୂଜା ପାଉଛନ୍ତି। ଏହା ହେଉଛି କଥା। ଏଠାରେ ଆମର ଯେଉଁ ସାକ୍ଷୀ ଗୋପୀନାଥ 2022 ମସିହାରେ ତତ୍କାଳୀନ ରାଜ୍ୟପାଳ ଆସି ଗଣେଶୀ ଲାଲ ଏଠି ଶେଷ ଇଏ ସ୍ଥାପନ ମାନେ ବିଗ୍ରହ ସ୍ଥାପନ ଉତ୍ସବରେ ଯୋଗ ଦେଇ ବିଗ୍ରହ ମାନ ସ୍ଥାପନ କଲେ। ସେଇଦିନ ଠାରୁ ଆଜି ପର୍ଯ୍ୟନ୍ତ କୌଣସି ସାହାଯ୍ୟ ବିନା ଏଇ ଲୋକମାନଙ୍କର, ଭକ୍ତମାନଙ୍କର ଏବଂ ସଦସ୍ୟମାନଙ୍କର, ଗ୍ରାମବାସୀମାନଙ୍କର, ଅଞ୍ଚଳବାସୀମାନଙ୍କର କିଛି ସହାୟତାରେ ଏ ମନ୍ଦିର ସୁରୁଖୁରୁରେ ଚାଲିଅଛି। ଯେମିତି ଚିକାଗୋ କନଫରେନ୍ସରେ ଆପଣଙ୍କର ବିବେକାନନ୍ଦ କହିଥିଲେ, ଆଉଟ୍ ଅଫ୍ ନଥିଙ୍ଗ ଆଇ ଆମ୍ ଗୋଇଂ ଟୁ ଟେଲ୍ ୟୁ ଏଭ୍ରିଥିଙ୍ଗ। ସେମିତି ଏଠାରେ କିଛି ନାହିଁ କିନ୍ତୁ ସବୁ ହେଉଛି। ସେଇଟା କେବଳ ସେ ରାଧାକୃଷ୍ଣଙ୍କର ଇଚ୍ଛା, ଆଉ କିଛି ନୁହେଁ। ଏ ବର୍ଷ ମଧ୍ୟ ଆସନ୍ତା 31 ତାରିଖରେ, ଅକ୍ଟୋବର 31 ତାରିଖରେ ଶ୍ରୀରାଧା ପାଦ ଦର୍ଶନ ଉତ୍ସବ ଅଳାନବମୀ ଅନୁଷ୍ଠିତ ହେବ। ସେଥିପାଇଁ କି ପ୍ରସ୍ତୁତି ବୈଠକ ଚାଲିଛି। ଏଠାରେ ଗତ 4 ବର୍ଷ ହେଲା ଶ୍ରୀରାଧା ପାଦ ଦର୍ଶନ ହେଉଛି ଏବଂ ଏଠାରେ ପ୍ରାୟ 40,000 ଖଣ୍ଡେ ଲୋକ ଭକ୍ତ ସମାଗମ ହୁଅନ୍ତି ଏବଂ ଦିନ 12ଟାରୁ ରାତି ପର୍ଯ୍ୟନ୍ତ ପ୍ରାୟ 15ରୁ 17,000 ଲୋକ ଶଙ୍ଖୁଡ଼ି ପ୍ରସାଦ ସେବନ କରନ୍ତି। ଏ ବର୍ଷ ମଧ୍ୟ ସେହି ପ୍ରକାର ବ୍ୟବସ୍ଥା ହେଉଛି। ଈଶ୍ୱର ଜାଣନ୍ତି କେମିତି ଏ କାର୍ଯ୍ୟ ସଫଳ ହେବ। ମୁଁ ପ୍ରତାପ ଚନ୍ଦ୍ର ସାମନ୍ତରାୟ, ଘର ଆମର ରତିପୁର ଗଡ଼। ସେଇ ଗଡ଼ ଅଧୀନରେ ସାକ୍ଷୀ ଗୋପୀନାଥ ମନ୍ଦିର ଆମର ଉଦୀୟମାନ। ପୂର୍ବେ ରାଜା ଥିଲାବେଳେ ଏଇଟା ହେଉଛି ରାଜଙ୍କର ଜାଗା। ତାର ଭଗ୍ନା ଅବସ୍ଥାରେ ଆଜି ନହରପଡ଼ିଆ ରାଜାଙ୍କର ଅଛି, ମାଜଣା ଅଛି, ଭଗ୍ନା ଅବସ୍ଥାରେ ଅଛି। ରାଜା ଥିଲାବେଳେ ଗୋପୀନାଥ ମନ୍ଦିର ପ୍ରତିଷ୍ଠା କରିଥିଲେ। କାଳକ୍ରମେ ପତନ ହେଲା ପରେ 2022ରେ ଏ ମନ୍ଦିର ଫେରେ ଗଢ଼ି ଉଠିଲା। ସେଇଥିରୁ ଆମର ପ୍ରତିବର୍ଷ କାର୍ତ୍ତିକ ମାସରେ ରାଧା ପାଦ ଦର୍ଶନ କାର୍ଯ୍ୟକ୍ରମ ହେଉଛି। এই କାର୍ଯ୍ୟକ୍ରମ ବି ଆଜି ପ୍ରସ୍ତୁତି ମିଟିଂ ଚାଲିଛି। ସମସ୍ତ ଗାଁର ସଭ୍ୟ, କମିଟି ଏବଂ ଉପଦେଷ୍ଟା ସମସ୍ତେ ବସିକି ସଭାରେ ନିଷ୍ପତ୍ତି କରାଗଲା। ସେଦିନ ଭୋର 4ଟାରୁ ନୀତିକାନ୍ତି ଆରମ୍ଭ ହେବ। ସେଦିନ ରାତି 12ଟା 1ଟା ପର୍ଯ୍ୟନ୍ତ ଚାଲିବ। ତା ଉପଲକ୍ଷେ ମଧ୍ୟ ଗାଁର କିଛି ପିଲା କଳାକାରମାନେ ଡ୍ରାମା କରିବେ, ସାମାଜିକ ନାଚ କରିବେ। ସେଥିପାଇଁ କି ଭକ୍ତ 40,000 ସମାଗମ ହେବେ ବୋଲି ଆମେ ଆଶା କରୁଛୁ ଏବଂ ଆମର 15-20,000 ପ୍ରସାଦ ସେବନ କରିବେ ବୋଲି ଆମର ପ୍ରସ୍ତୁତି ଚାଲିଛି। ଦିନ 12ଟାରୁ ଆରମ୍ଭ ହେବ, ସନ୍ଧ୍ୟା 6ଟା ପର୍ଯ୍ୟନ୍ତ, 5ଟା ପର୍ଯ୍ୟନ୍ତ ଚାଲିବ। ଏଥିରେ ସବୁ ପ୍ରସାଦ ସେବନ ଖାଇବା ସହିତ ବିଭିନ୍ନ କାର୍ଯ୍ୟକ୍ରମ ଚାଲିବ, ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ। ତା ସହିତ ରାଜନେତା ମାନେ ଆସିବା ପାଇଁକି, ମୁଖ୍ୟମନ୍ତ୍ରୀ ଆସିବା ପାଇଁକି ଆମ ସଭାରେ ପ୍ରସ୍ତାବ ଯିବ ଏବଂ ରାଜନୈତିକ ନେତାମାନେ ମଧ୍ୟ ଏଠିକି ଆସିବେ। ତେଣୁ ଏଠି ସମାରୋହରେ କରାଯାଇ ଆମର ଶାନ୍ତି ଶୃଙ୍ଖଳା ସହିତ ସମାପନ କରାଯିବ।